জয় জগন্নাথ। জয় জগন্নাথ। জয় জগন্নাথ। ইতিমধ্যে জগন্নাଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମସ୍ତଙ୍କ ସହମତି କ୍ରମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ 32 ବେଶ ପ୍ରଦର୍ଶନ, ଦୃଷ୍ଟିବାଧିତ ପିଲାମାନଙ୍କ ଦ୍ୱାରା ଭଜନ, ଜଗନ୍ନାଥ କଥାମୃତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ତତ୍ସହିତ ଶେଷରେ ଜଗନ୍ନାଥ ପ୍ରେମୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଉକ୍ତ ବୈଠକରେ ସଭାପତି ଡକ୍ଟର ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଇଞ୍ଜିନିୟର ରବି ନାରାୟଣ ମହାପାତ୍ର, ସୁରେଶ କୁମାର ମିଶ୍ର, ତ୍ରିଲୋଚନ ନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ଭଗବାନ ଦାସ, ବଂଶୀଧର ନାୟକ, ଅକ୍ଷୟ କୁମାର ସାହୁ, ବିଜୟ ମୋହନ ପଣ୍ଡା, ଦୁଷ୍ମନ୍ତ କୁମାର ଧୀର, ଶ୍ରୀନିବାସ ରାଓ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲ୍ସ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଓ ବିଶ୍ୱ ହିନ୍ଦୁ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା 14/8/2026 20/8/2026 ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା 6 ଘଟିକାରୁ 10 ଘଟିକା ଯାଏ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ଭଜନ ମଣ୍ଡପ ଭୁବନେଶ୍ୱରରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅନନ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ମହାନୁଭବ, ଜଗନ୍ନାଥ ସଂସ୍କୃତି ଗବେଷକ ଓ ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ଯୋଗ ଦେବେ। ତେଣୁ ଆପଣମାନଙ୍କୁ ବିନମ୍ର ଅନୁରୋଧ, ଆପଣମାନେ ପରିବାର ସହିତ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ସହିତ କୃତାର୍ଥ କରିବାକୁ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ସଭାପତି ଡକ୍ଟର ନାରାୟଣ ମହାପାତ୍ର ନିବେଦନ କରିଛନ୍ତି। ଜୟ ଜଗନ୍ନାଥ। ନମସ୍କାର।